ହରିଦ୍ୱାରରେ ଦଳାଚକଟା 6 ମୃତ 25ରୁ ଅଧିକ ଆହତ। ଉତ୍ତରାଖଣ୍ଡର ହରିଦ୍ୱାର ସ୍ଥିତ ମନସା ଦେବୀ ମନ୍ଦିର ରାସ୍ତାରେ ରବିବାର ସକାଳେ ଘଟିଥିବା ଦଳାଚକଟାରେ 6 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 25ରୁ ଅଧିକ ଆହତ ହୋଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ SDRF ଓ 3ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ତୁରନ୍ତ ନିୟୋଜନ ହୋଇଥିଲା ଏବଂ ଦୀର୍ଘ 6 ଘଣ୍ଟା ଧରି ଏହି ପ୍ରକ୍ରିୟା ଜାରି ରହିଥିଲା ବୋଲି କମାଣ୍ଡାଣ୍ଟ ଅର୍ପଣ ଯଦୁବଂଶୀ କହିଛନ୍ତି। ମନସା ଦେବୀ ମନ୍ଦିରକୁ ଯାଇଥିବା ପାହାଚଯୁକ୍ତ ରାସ୍ତାରେ ସକାଳ ପ୍ରାୟ 9ଟା ବେଳେ ଏହି ଅଘଟଣ ଘଟିଥିଲା। 6 ଜଣଙ୍କ ମୃତ୍ୟୁକୁ ପ୍ରଶାସନ ସ୍ୱୀକାର କରୁଥିବା ବେଳେ ଆହତଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ସେମାନଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ବୋଲି ହରିଦ୍ୱାର ଜିଲ୍ଲାପାଳ ମୟୂର ଦୀକ୍ଷିତ କହିଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି, ମନସା ଦେବୀ ମନ୍ଦିର ପ୍ରବେଶ ରାସ୍ତାରେ ଦଳାଚକଟା ଘଟଣାରେ ମୁଁ ଗଭୀର ଦୁଃଖିତ। ଘଟଣାସ୍ଥଳରେ SDRF, ସ୍ଥାନୀୟ ପୁଲିସ ଓ ଅନ୍ୟ ଉଦ୍ଧାରକାରୀ ଦଳ ପହଞ୍ଚି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ମୁଁ ସ୍ଥାନୀୟ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ଅଛି ଏବଂ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ସମସ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମୁଁ ମାତାରାଣୀଙ୍କୁ ପ୍ରାର୍ଥନା କରୁଛି। ହରିଦ୍ୱାର ଜିଲ୍ଲା ମାଜିଷ୍ଟ୍ରେଟ ମୟୂର ଦୀକ୍ଷିତ କହିଛନ୍ତି ଯେ ରାସ୍ତାରେ ବିଦ୍ୟୁତ୍ ପ୍ରବାହକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା। ତେବେ ପ୍ରାଥମିକ ସୂଚନା, ଘଟଣାସ୍ଥଳ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରୁ ଜଣାପଡ଼ିଛି ଯେ ଉକ୍ତ ସ୍ଥାନରେ ବିଦ୍ୟୁତ୍ ସ୍ରୋତ ନଥିଲା। ଏହା ଏକ ଗୁଜବ ଥିଲା ଯାହା ମନସା ଦେବୀ ମନ୍ଦିରକୁ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ବୋଲି ଦୀକ୍ଷିତ କହିଛନ୍ତି। ଏହି ଘଟଣା ପରେ ମନ୍ଦିର ଦ୍ୱାର ବନ୍ଦ କରିଦିଆଯାଇଥିଲା ଏବଂ ସମସ୍ତ ତୀର୍ଥଯାତ୍ରୀଙ୍କୁ ଫେରିଯିବାକୁ କୁହାଯାଇଥିଲା। ହରିଦ୍ୱାରର ଶିବାଲିକ ପାହାଡ଼ରେ ଥିବା ବିଲୱା ପର୍ବତ ଉପରେ ମନସା ଦେବୀ ମନ୍ଦିର ଅବସ୍ଥିତ। ଏହା ହର କି ପୌଡ଼ିଠାରୁ ପ୍ରାୟ 3 କିଲୋମିଟର ଦୂର ଅବସ୍ଥିତ ଏବଂ 1.5 କିଲୋମିଟର ସିଡ଼ି ଚଢ଼ି କିମ୍ବା ରୋପୱେ ମାଧ୍ୟମରେ ଉପରକୁ ଯିବାକୁ ପଡ଼ିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳାଚକଟା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପୀଡ଼ିତାଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ସ୍ଥାନୀୟ ପ୍ରଶାସନ ପୀଡ଼ିତଙ୍କୁ ସମସ୍ତ ସହାୟତା କରୁଛି ବୋଲି ପ୍ରଧାନମନ୍ତ୍ରୀ ଏକ୍ସରେ କହିଛନ୍ତି।